ଥରେ ଗୋଟିଏ ବ୍ୟକ୍ତି ତାର ଭାଗ୍ୟକୁ ନେଇ ବହୁତ ଚିନ୍ତାରେ ଥିଲା। ସେ ସବୁବେଳେ ନିଜକୁ ଦୋଷ ଦେଇ କହୁଥିଲା, ଏ କେମିତିକା ଜୀବନ ମୋତେ ମିଳିଛି, ଏ କେଉଁ ପ୍ରକାର ଜୀବନ। ପ୍ରତ୍ୟେକ କଥାରେ ଖାଲି ସମସ୍ୟା, ଚାରିଆଡ଼େ ଦୁଃଖ ଘେରି ରହିଛି। ସବୁ ସମସ୍ୟା କେବଳ ମୋ ଉପରେ ହିଁ ଅଛି। ଦିନେ ଏମିତି ନିଜକୁ ନିଜେ ବସି ଚିନ୍ତା କରୁଥିବା ବେଳେ ସେ ଦେଖିଲା ଗୋଟିଏ ଚିଲ ଆସିଲା ଏବଂ ତାର ଶିକାରକୁ ପଞ୍ଝାରେ ଧରି ଗୋଟିଏ ଗଛ ଉପରକୁ ଚାଲିଗଲା। ଆଉ ସେଠାରେ ସେ ତାର ଶିକାରକୁ ଧରି ଖାଇବାକୁ ଲାଗିଲା। ଏ ଦୃଶ୍ୟ ଯେତେବେଳେ ସେହି ଦୁଃଖୀ ଲୋକଟି ଦେଖିଲା, ସେ ମନେ ମନେ କହିଲା, ଆହା, ଚିଲଟିର ଜୀବନ କେଡ଼େ ମଜାଦାର। ନା ଖାଇବାର ଚିନ୍ତା, ନା ପିଇବାର, ନା ପିନ୍ଧିବାର, ନା ପରିବାରର। ଶିକାର କରୁଛି ଏବଂ ଖୋଲା ଆକାଶରେ ଉଡ଼ୁଛି, କେବେ ଇଆଡ଼େ ତ କେବେ ସିଆଡ଼େ। ସାରାଦିନ ଆକାଶରେ ଉଡ଼ି ବୁଲୁଛି। ଏହା ହିଁ ଅଟେ ଅସଲି ଜୀବନ। ଏହି ଚିଲ ହିଁ ନିଜର ପ୍ରକୃତ ଜୀବନ ବଞ୍ଚୁଛି। ଏହା ଭାବି ଲୋକଟି ଆକାଶକୁ ଚାହିଁଲା ଏବଂ ଜୋରରେ ଚିତ୍କାର କରି କହିଲା, ଯଦି ମୁଁ ଗୋଟିଏ ଚିଲ ହୋଇଥାନ୍ତି ତେବେ ମୋର ମଧ୍ୟ କୌଣସି ଦୁଃଖ ଏବଂ ଚିନ୍ତା ନଥାନ୍ତା। ମୁଁ ମଧ୍ୟ ଏମିତି ସ୍ୱାଧୀନ ଭାବରେ ବଞ୍ଚିପାରନ୍ତି। ଯେତେବେଳେ ଏମିତି 2-3 ଥର ଲୋକଟି ଜୋରରେ ଚିତ୍କାର କରି କହିଲା ଯେ ମୁଁ ମଧ୍ୟ ଗୋଟିଏ ଚିଲ ହୋଇଥିଲେ ବହୁତ ବଢ଼ିଆ ହୁଅନ୍ତା, ସାରା ଜୀବନ ଏମିତି ଉଡ଼ି ଉଡ଼ି ଖୁସିରେ ରୁହନ୍ତି, ମୋର ମଧ୍ୟ କିଛି ଚିନ୍ତା ନଥାନ୍ତା, ସେତେବେଳେ ଅଚାନକ ଆକାଶରୁ ବିଜୁଳି ଘଡ଼ଘଡ଼ି ମାରିବାରେ ଲାଗିଲା ଏବଂ ଆକାଶରୁ ଶୁଭିବାକୁ ଲାଗିଲା, ହେ ମନୁଷ୍ୟ, କ'ଣ ମୁଁ ଏବେ ଯାହା ଶୁଣିଲି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ? କ'ଣ ତୁମେ ତୁମର ଜୀବନକୁ ନେଇ ବହୁତ ଅସନ୍ତୋଷ ଅଛ? କ'ଣ ସତରେ ତୁମେ ଚିଲର ଜୀବନ ବଞ୍ଚିବାକୁ ଚାହୁଁଛ? ଆକାଶରୁ ଏଭଳି ଶବ୍ଦ ଶୁଣି ଲୋକଟି ଏକଦମ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଆକାଶକୁ ଦେଖି କହିଲା, ହଁ, ମୁଁ ମୋ ଜୀବନକୁ ନେଇ ବହୁତ ଅସନ୍ତୁଷ୍ଟ ଅଟେ। କାହିଁକି ନା ସବୁ ସମସ୍ୟା ମୋ ସହିତ ହିଁ ହେଉଛି, ସବୁ ଦୁଃଖ ମୋ ସହିତ ଘଟୁଛି। ଏହାପରେ ଆକାଶରୁ ପୁଣି ଶୁଭିଲା, ହେ ମନୁଷ୍ୟ, ପୁଣି ଥରେ ଭଲରେ ଆଉ ଥରେ ଭାବିକି ଦେଖ, ମୁଁ ତୁମକୁ ବହୁତ ସୁନ୍ଦର ଜୀବନଟିଏ ଦେଇଛି। ପରନ୍ତୁ ଯଦି ତୁମେ ଚାହୁଁଛ କି ମୁଁ ତୁମକୁ ଚିଲ କରିଦିଏ ତେବେ ଠିକ୍ ଅଛି, ମୁଁ ତୁମକୁ ଚିଲଟିଏ ହିଁ କରିଦେବି। କିନ୍ତୁ ଯଦି ତୁମକୁ ଥରେ ଚିଲରେ ପରିଣତ କରିଦେବି ତେବେ ପୁଣି ଥରେ ଆଉ କେବେ ହେଲେ ତୁମକୁ ମଣିଷ ରୂପରେ ଫେରି ଆସିପାରିବ ନାହିଁ। ଏହା ଶୁଣି ଲୋକଟି ସାଙ୍ଗେ ସାଙ୍ଗେ କହିଲା, ହଁ ଠିକ୍ ଅଛି, ମୁଁ ତ ଚିଲଟିଏ ହେବାକୁ ହିଁ ଚାହୁଁଥିଲି। ଆଉ ଥରେ ଚିଲ ହୋଇଗଲା ପରେ ମୁଁ କେବେ ହେଲେ କହିବି ନାହିଁ ଯେ ମୋତେ ପୁଣି ଥରେ ମଣିଷଟିଏ କରିଦିଅ ବୋଲି। ଏହାପରେ ଉପରୁ ପୁଣି ଶୁଭିଲା, ତେବେ ଠିକ୍ ଅଛି, ଯାହା ତୁମର ଇଚ୍ଛା। ଏହାପରେ ଲୋକଟି ଗୋଟିଏ ଚିଲରେ ପରିଣତ ହୋଇଗଲା। ଯେମିତି ଲୋକଟି ଗୋଟିଏ ଚିଲରେ ପରିଣତ ହୋଇଗଲା, ସେ ସାଙ୍ଗେ ସାଙ୍ଗେ ଖୋଲା ଆକାଶରେ ଉଡ଼ିବାକୁ ଲାଗିଲା। କେବେ ଇଆଡ଼େ ତ କେବେ ସିଆଡ଼େ ଉଡ଼ିବାକୁ ଲାଗିଲା। ମନେ ମନେ ଭାବିଲା, ଆହା, ଏହା କେଡ଼େ ମଜାଦାର ଜୀବନ ଅଟେ। ଏହା ଏକ ବାସ୍ତବିକ ଜୀବନ ଅଟେ। ନା କୌଣସି ଦୁଃଖ ଅଛି, ନା କୌଣସି ଚିନ୍ତା, ନା କୌଣସି ସମସ୍ୟା, ନା କୌଣସି ଭୟ ଅଛି। ଏମିତି ଭାବି ଭାବି ବହୁତ ସମୟ ପର୍ଯ୍ୟନ୍ତ ଆକାଶରେ ଉଡ଼ିବାକୁ ଲାଗିଲା। 2-4 ମିନିଟ୍ ପର୍ଯ୍ୟନ୍ତ ନିଜ ଡେଣାକୁ ବାଡ଼େଇ ଉଡ଼ିଲା ପରେ ପୁଣି ଡେଣା ବାଡ଼େଇବା ବନ୍ଦ କରିଦେଲା ଏବଂ ବହୁତ ସମୟ ପର୍ଯ୍ୟନ୍ତ ପବନ ଦ୍ୱାରା ଆକାଶରେ ଭାସି ଭାସି ଉଡ଼ିବାକୁ ଲାଗିଲା। ଏମିତି ଉଡ଼ି ଉଡ଼ି ଧୀରେ ଧୀରେ ସନ୍ଧ୍ୟା ହୋଇ ଆସିଲା। ଏହାପରେ ସେ ଭାବିଲା ଯେ ରହିବା ପାଇଁ କୌଣସି ସ୍ଥାନ ଖୋଜିବାକୁ ପଡ଼ିବ। ସେଥିପାଇଁ ମୁଁ ନିଜର ଘରଟିଏ ହେବା ନିହାତି ଦରକାର, ଯେଉଁଠାରେ ମୁଁ ରାତିରେ ଶୋଇପାରିବି। ଏମିତି ଭାବି ଭାବି ସେ ବିଭିନ୍ନ ଭଙ୍ଗା ଭଙ୍ଗି କାଠି ଇତ୍ୟାଦି ଯୋଗାଡ଼ କରିବାକୁ ଲାଗିଲା ଏବଂ ଗୋଟିଏ ଉଚ୍ଚ ଗଛରେ ନିଜର ବସା ତିଆରି କରିବାକୁ ଲାଗିଲା। ଧୀରେ ଧୀରେ ବହୁତ ଗୁଡ଼ିଏ କାଠି ଯୋଗାଡ଼ କରି ଗୋଟିଏ ବସା ତିଆରି କଲା ଏବଂ ସେହି ବସାରେ ରାତି କାଟିବାକୁ ଲାଗିଲା। ଶୋଇଲା ବେଳେ ଭାବୁଥାଏ ଯେ ସକାଳେ ଉଠି ଶିକାର କରିବାକୁ ବାହାରିବି ଏବଂ ପୁଣି ମୌଜ ମସ୍ତି କରିବି ଏବଂ ଖୋଲା ଆକାଶରେ ଉଡ଼ିବି। ତା ପରଦିନ ସକାଳୁ ଉଠି ସେ ଶିକାର କରିବାକୁ ବାହାରିଲା ଏବଂ ଖୋଲା ଆକାଶରେ ଉଡ଼ିବାକୁ ଲାଗିଲା ଏବଂ ଉପରକୁ ଯାଇ ତଳ ଆଡ଼କୁ ଦେଖିବାକୁ ଲାଗେ ଯେ ଯଦି କୌଣସି ଶିକାର ଦେଖାଯିବ ତେବେ ମୁଁ ତାକୁ ସେଠାରେ ଧରି ଖାଇଯିବି। ପରନ୍ତୁ କୌଣସି ଶିକାର ମିଳିଲା ନାହିଁ। ଧୀରେ ଧୀରେ ସମୟ ବିତିବାରେ ଲାଗିଲା। ସେ ଶିକାର ଖୋଜିବାରେ ଲାଗିଲା, କିନ୍ତୁ ତାକୁ କିଛି ହେଲେ ମିଳିଲା ନାହିଁ। ଚିଲ ଯେଉଁଠାରେ ରହୁଥିଲା ସେହି ପାଖରେ ଗୋଟିଏ ଜଙ୍ଗଲ ଥିଲା, ତେଣୁ ସେ ସେହି ଜଙ୍ଗଲ ଆଡ଼କୁ ଚାଲିଲା କିଛି ଶିକାର ମିଳିବା ଆଶାରେ। ସେ ଜଙ୍ଗଲ ଭିତରେ ଏବଂ ବାହାରେ ଶିକାର ଖୋଜିବାକୁ ଲାଗିଲା, କିନ୍ତୁ ତାକୁ କିଛି ହେଲେ ମିଳିଲା ନାହିଁ। ଏମିତି ବୁଲି ବୁଲି ସନ୍ଧ୍ୟା ହେବାରୁ ନିରାଶ ହୋଇ ନିଜ ବସାକୁ ଫେରି ଆସିଲା। ବହୁତ ଥକି ପଡ଼ିଥିବାରୁ ଗୋଟିଏ ଗଛ ଉପରେ ସେ ବସି ପଡ଼ିଲା। ସେଠାରେ ତାକୁ ଗୋଟିଏ ଆହତ ହୋଇଥିବା ପକ୍ଷୀ ଦେଖିବାକୁ ମିଳିଲା। ତେଣୁ ସେ ତୁରନ୍ତ ତାକୁ ଧରିନେଲା ଏବଂ ତାର ଡେଣାକୁ ଖୁମ୍ପି ଖୁମ୍ପି ତାକୁ ଆହୁରି ଖଣ୍ଡିଆ କରିଦେଲା ଏବଂ ତାପରେ ସେ ପକ୍ଷୀଟିକୁ ମାରି ଖାଇଦେଲା। ପକ୍ଷୀଟିକୁ ମାରି ଖାଇସାରିବା ପରେ ସେ ତାର ବସାକୁ ଫେରି ଆସିଲା ଏବଂ ଭାବିଲା ଯେ ଏହି ପକ୍ଷୀଟି ହୋଇପାରେ ଗୋଟିଏ ବିମାର ପକ୍ଷୀ, ପରନ୍ତୁ ଯାହା ହେଉ ଖାଇବା ପାଇଁ କିଛି ତ ମିଳିଗଲା ନା। ଏମିତି ବିଚାର କରି ସେ ତାର ବସାରେ ଆରାମ କରିବାକୁ ଲାଗିଲା।
ଶୋଇଲା ବେଳେ ଭାବିଲା ଯେ କାଲି ସକାଳେ ପୁଣି ଉଠି କୌଣସି ଭଲ ଶିକାରୀଟିଏ ଧରି ନେବି ଆଉ ମୋର ଭୋକ ମେଣ୍ଟାଇବି। ଏମିତି ସକାଳ ହେବା କ୍ଷଣି ସେ ପୁଣି ଥରେ ଶିକାର ଖୋଜିବା ଆଶାରେ ଖୋଲା ଆକାଶରେ ଉଡ଼ିବାକୁ ଲାଗିଲା। କିନ୍ତୁ ଆଜି ମଧ୍ୟ ତାକୁ କିଛି ହେଲେ ମିଳିଲା ନାହିଁ। ବହୁତ ସମୟ ଧରି ସେ ଉଚ୍ଚ ଆକାଶରେ ଉଡ଼ିବାକୁ ଲାଗିଲା ଏବଂ ନିଜର ଚତୁର ଆଖିରେ ଶିକାରକୁ ଖୋଜିବାରେ ଲାଗିଲା। କିନ୍ତୁ ତାକୁ କିଛି ହେଲେ ମିଳିଲା ନାହିଁ। ପୁଣି ସେ ସେହି ଜଙ୍ଗଲ ଆଡ଼କୁ ଯିବାକୁ ଲାଗିଲା। ସେଠାରେ ମଧ୍ୟ ତାକୁ କିଛି ହେଲେ ମିଳିଲା ନାହିଁ। ଏମିତି ଉଡ଼ି ଉଡ଼ି ସନ୍ଧ୍ୟା ହେବାକୁ ଲାଗିଲା ଆଉ ସେ ନିରାଶ ହୋଇ ନିଜ ବସାକୁ ଫେରି ଆସିଲା। ରାସ୍ତାରେ ସେ ଗୋଟିଏ ବହୁତ ବଡ଼ ଗଛ ଉପରେ ବସି ପଡ଼ିଲା ଏବଂ ଭାବିଲା ଯଦି ଆଜି ମଧ୍ୟ ଗୋଟିଏ ପକ୍ଷୀ ମିଳିଯାଆନ୍ତା ତେବେ କେତେ ଭଲ ହୁଅନ୍ତା। ପରନ୍ତୁ ସବୁବେଳେ ଭାଗ୍ୟଦେବୀ ସହାୟ ହୁଅନ୍ତି ନାହିଁ। ଏଥର ତାକୁ କୌଣସି ପକ୍ଷୀ ହେଲେ ମିଳିଲା ନାହିଁ। ତେଣୁ ସେ ଥକି ପଡ଼ି ନିଜ ବସାକୁ ଫେରିଲା ଆଉ ନିଜ ବସାକୁ ଫେରି ସେ ଭୋକ ଉପାସରେ ଶୋଇପଡ଼ିଲା ଆଉ ଭାବିଲା କାଲି ସକାଳେ କୌଣସି ବଡ଼ ଶିକାରକୁ ଧରିନେବି ଆଉ ଆଜିର ଭୋକ ମଧ୍ୟ ଏକା ସାଙ୍ଗରେ ମେଣ୍ଟାଇ ଦେବି। ଏହା ଭାବି ରାତିରେ ନିଜ ବସାରେ ଘୋର ନିଦ୍ରାରେ ଶୋଇବାକୁ ଲାଗିଲା। କିନ୍ତୁ ମଧ୍ୟରାତ୍ରରେ ଅଚାନକ ଏକ ଝଡ଼ ତୋଫାନ ଆସିଲା ଆଉ ତାକୁ ଗୋଟିଏ ଆଡ଼େ ଉଡ଼ାଇ ନେଲା ଏବଂ ତାର ବସାକୁ ଆଉ ଗୋଟିଏ ଦିଗକୁ ଉଡ଼ାଇ ନେଲା। ଏହାପରେ ସେ ଯେଉଁଆଡ଼େ ଯାଇ ପଡ଼ିଲା ସେଠାରେ ଲୁହାର କଣ୍ଟାରେ ତାର ପଞ୍ଜା ଫସିଗଲା ଆଉ ସେ ବହୁତ ରକ୍ତାକ୍ତ ହୋଇ ଆହତ ହୋଇଗଲା। କିଛି ସମୟ ପରେ ଝଡ଼ ତୋଫାନ ଅଟକିଗଲା। କିନ୍ତୁ ଏହାପରେ ପୁଣି ଆରମ୍ଭ ହୋଇଗଲା ମୂଷଳଧାରରେ ବର୍ଷା। କିନ୍ତୁ ସେ କୌଣସି ପ୍ରକାରେ ଗୋଟିଏ ଗଛ ତଳେ ଲୁଚି ରହିଗଲା ଏବଂ ବହୁତ କଷ୍ଟରେ ରାତି କାଟିଲା। ସକାଳ ହେବା କ୍ଷଣି ବର୍ଷା ତ ଅଟକିଗଲା ଏବଂ ଚାରିଆଡ଼େ ନିର୍ମଳ ଆକାଶ ଦେଖାଗଲା। ନଦୀ ଝରଣା ବହିବାକୁ ଲାଗିଲା। ସବୁକିଛି ସାମାନ୍ୟ ହୋଇଗଲା। ପରନ୍ତୁ ଏହି ଚିଲ ଆଉ ଆଗ ଭଳି ହୋଇ ରହିଲା ନାହିଁ। ଏହାର ପଞ୍ଝା ଖଣ୍ଡିଆ ଖାବରା ହୋଇଗଲା। ଲୁହା କଣ୍ଟାରେ ପଶିଥିବା କାରଣରୁ ଏହାର ପଞ୍ଝା ପୂରାପୂରି ଖଣ୍ଡିଆ ହୋଇଯାଇଥିଲା। ଆପଣ ତ ଜାଣିଥିବେ ଯେ ଚିଲର ପଞ୍ଝା ହିଁ ତାର ଶିକାରକୁ ଧରିବାରେ ସମ୍ପୂର୍ଣ୍ଣ ଭୂମିକା ନିଭାଇଥାଏ। କାହିଁକିନା ଚିଲ ନିଜ ଶିକାରକୁ ପଞ୍ଝା ସାହାଯ୍ୟରେ ଧରିଥାଏ ଏବଂ ପୁଣି ତାର ମୁନିଆ ଥଣ୍ଟ ସାହାଯ୍ୟରେ ତାକୁ ଖାଇଥାଏ। କିନ୍ତୁ ଏବେ ତାର ପଞ୍ଝା ଖରାପ ହୋଇଯାଇଛି ଏବଂ ସେ 2 ଦିନ ହେବ ଭୋକିଲା ମଧ୍ୟ ଅଛି। ସେ ଶିକାର ଖୋଜିବା ଆଶାରେ କିଛି ସମୟ ଆକାଶରେ ଉଡ଼ିଲା ପରେ ମଧ୍ୟ ତାକୁ କିଛି ହେଲେ ମିଳିଲା ନାହିଁ। କିଛି ସମୟ ଉଡ଼ିଲା ପରେ ସେ ଭୋକ ଏବଂ କଷ୍ଟ ଯୋଗୁଁ ଗୋଟିଏ ଗଛ ଉପରେ ବସି ପଡ଼ିଲା। କିନ୍ତୁ ଏହି ଗଛ ଉପରେ ବସିଥିବା ବେଳେ ତାକୁ ଏହା ଜଣା ନଥିଲା ଯେ ତାକୁ ଆଉ ଗୋଟିଏ ଦୁଃଖ ତାର ଅପେକ୍ଷା କରିଥିଲା ବୋଲି। ପାଖ ଆଖରୁ 8-10ଟି କାଉଙ୍କ ଦଳ ଆସି ଚିଲକୁ ହଇରାଣ କରିବାକୁ ଲାଗିଲେ ଏବଂ ତାର ଖଣ୍ଡିଆ ହୋଇଥିବା ସ୍ଥାନରେ ସେମାନେ ଖୁମ୍ପିବାକୁ ଲାଗିଲେ। ସେମାନେ ଭଲ ଭାବେ ଜାଣିସାରିଥିଲେ ଯେ ଏହି ଚିଲ ଭୋକିଲା ଥିବା କାରଣରୁ ଖଣ୍ଡିଆ ଖାବରା ହୋଇଯାଇଛି ଏବଂ ବହୁତ ଦୁର୍ବଳ ମଧ୍ୟ ହୋଇସାରିଛି। ସେ କାଉମାନଙ୍କ ଠାରୁ ବଞ୍ଚିବା ପାଇଁ ଟିକେ ଉଡ଼ିବାକୁ ଲାଗିଲା। ପୁଣି ଯାଇ ଗୋଟିଏ ଗଛ ଉପରେ ବସି ପଡ଼ିଲା। କିନ୍ତୁ କାଉମାନେ ତାକୁ ଯିବାକୁ ଦେଲେ ନାହିଁ। ସେ ପୁଣି ଉଡ଼ୁଥାଏ କିନ୍ତୁ କାଉମାନେ ତାକୁ ବାରମ୍ବାର ହଇରାଣ କରିବାକୁ ଲାଗିଲେ। ସାଧାରଣତଃ କାଉମାନେ ଚିଲ ସହିତ ଏଭଳି କରିଥାନ୍ତି। କିନ୍ତୁ ପୁଣି ଚିଲ ମଧ୍ୟ କାଉଙ୍କ ସହିତ ଖେଳ ଖେଳିଥାଏ। ଯେତେବେଳେ କାଉଙ୍କ ଦଳ ଚିଲକୁ ହଇରାଣ କରନ୍ତି ସେତେବେଳେ ଚିଲ ସିଧା ଆକାଶକୁ ବହୁତ ଉପରକୁ ଉଡ଼ିଯାଏ। ଏହା ସହିତ କାଉମାନେ ମଧ୍ୟ ଉପରକୁ ଯାଇଥାନ୍ତି। କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ଉଡ଼ିବା ପରେ ସେମାନେ ଏତେ ଉପରେ ପହଞ୍ଚି ପାରନ୍ତି ଯେଉଁଠାରେ କି ସେମାନଙ୍କୁ ଉଚିତ ଅମ୍ଳଜାନ ଅକ୍ସିଜେନ୍ ମିଳିପାରେ ନାହିଁ। ସେମାନଙ୍କର ଶ୍ୱାସକ୍ରିୟା ଉପରେ ପ୍ରଭାବ ପଡ଼େ ଆଉ ସେମାନେ ଏଠାରୁ ଉପରକୁ ଯାଇପାରନ୍ତି ନାହିଁ। କିନ୍ତୁ ଚିଲ ବାଦଲ ଉପରେ ମଧ୍ୟ ଉଡ଼ିପାରେ। ସେଥିପାଇଁ ସେ ବାଦଲ ଉପରକୁ ଉଡ଼ି ପଳାଇଥାଏ। କିନ୍ତୁ କାଉମାନେ ଏମିତି କରିପାରନ୍ତି ନାହିଁ। ତେଣୁ ସେମାନେ ତଳକୁ ଫେରି ଆସନ୍ତି। ଏହି ପ୍ରକାର ଚିଲକୁ କାଉଙ୍କ ଠାରୁ ରକ୍ଷା ମିଳିଥାଏ। କିନ୍ତୁ ଭୋକ ଉପାସରେ ଥିବା ଏହି ଚିଲ ପାଖରେ ଏତେ ଉଚ୍ଚରେ ଉଡ଼ିବାର ଶକ୍ତି ମଧ୍ୟ ନଥିଲା। ତେଣୁ ସେ ଟିକିଏ ଉଡ଼ୁଥିଲା ଆଉ ଟିକିଏ ବସି ପଡ଼ୁଥିଲା ଆଉ କାଉମାନେ ତାକୁ ପୁଣି ଥରେ ହଇରାଣ କରିବା ଆରମ୍ଭ କରିଦେଉଥିଲେ। ଏମିତି ଭୋକ ଏବଂ କଷ୍ଟକାରୀ ସ୍ଥିତିରେ ଗୋଟିଏ ଦିନ କଟିଗଲା। ଦ୍ୱିତୀୟ ଦିନ ମଧ୍ୟ ବିତିଗଲା ଏବଂ ତୃତୀୟ ଦିନ ମଧ୍ୟ କଟିଗଲା। ପରନ୍ତୁ ଚିଲର ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିଲା ନାହିଁ। ତାର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଲା। ଚତୁର୍ଥ ଦିନ ଯେତେବେଳେ ତାର ଅନ୍ତ ହେବାରେ ସମୟ ଆସିଲା ସେ ଉଡ଼ି ଉଡ଼ି ପାଖରେ ଥିବା ଗୋଟିଏ ମାନବ ହସ୍ପିଟାଲର ଛାତ ଉପରେ ବସି ପଡ଼ିଲା ଆଉ ସେଠାରେ ଯିବା ଆସିବା କରୁଥିବା ରୋଗୀମାନଙ୍କୁ ଦେଖୁଥାଏ ଏବଂ ଭାବୁଥାଏ ଯଦି ମୁଁ ଆଜି ଗୋଟିଏ ମନୁଷ୍ୟ ହୋଇଥାନ୍ତି ତେବେ ମୋର ଶରୀରରେ ହୋଇଥିବା ଖଣ୍ଡିଆ ଖାବରାକୁ ଚିକିତ୍ସା କରାଇ ପାରିଥାନ୍ତି କିମ୍ବା ମୁଁ କାହାକୁ କହିପାରିଥାନ୍ତି ଯେ ମୁଁ ଭୋକରେ ଅଛି ଆଉ ବହୁତ କଷ୍ଟରେ ଅଛି। କିନ୍ତୁ ଆଜି ମୁଁ ଏମିତି ଗୋଟିଏ ମୁଖ ପକ୍ଷୀ ହୋଇଯାଇଛି ଯେ ନା କାହାକୁ କିଛି କହିପାରିବି ନା କାହାକୁ କିଛି ସାହାଯ୍ୟ ମାଗିପାରିବି। ଏମିତି ଭାବି ଭାବି ସେ ସେହି ଛାତ ଉପରେ ହିଁ ତାର ଶେଷ ନିଶ୍ୱାସ ତ୍ୟାଗ କରିଦେଲା। ସେ ତାର ଜୀବନ ବଳିଦାନ ଦେବା ସହିତ ଆମକୁ ଏହା ମଧ୍ୟ ଶିକ୍ଷା ଦେଇଗଲା ଯେ ତୁମେ ଯେଉଁ ରୂପରେ ବି ଜନ୍ମ ହୋଇଥାଉ ନା କାହିଁକି ନିଜକୁ ନିଜେ ଖୁସିରେ ରହିବା ଶିଖ ଆଉ ଏଥିରେ ଭଲରୁ ଆହୁରି ଭଲ ହେବା ପାଇଁ ଚେଷ୍ଟା ଜାରି ରଖ। ଏହି କଥା କେବେ ଭାବ ନାହିଁ ଯେ ଯଦି ମୁଁ ଏମିତି ହୋଇଥାନ୍ତି
ଯଦି ମୁଁ ସେମିତି ହୋଇଥାନ୍ତି ତେବେ ଆଉ କିଛି ଭଲ ହୋଇଥାନ୍ତା, ତେବେ ମୁଁ ଆଉ କିଛି କରିପାରିଥାନ୍ତି। ଆପଣ ଯାହା ବି ହୋଇଛନ୍ତି ସେଥିରେ ଆପଣଙ୍କ ସର୍ବଶ୍ରେଷ୍ଠ କରିବାର ଚେଷ୍ଟା ଜାରି ରଖନ୍ତୁ। ଦିନ ଆସିବ ଦୁଃଖ କଷ୍ଟ ଦୂରେଇ ଯିବା ସହିତ ଆପଣଙ୍କ ଜୀବନ ସୁଖରେ ଭରିଯିବ। ଦର୍ଶକ ବନ୍ଧୁ, ଏ କାହାଣୀ ଏକ କାଳ୍ପନିକ କାହାଣୀ ଥିଲା, ପରନ୍ତୁ ଏହା ଜୀବନର ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଗଲା ଯେ ଆମେ ଯାହା ବି କିଛି ଅଛେ ସେଥିରେ ଆମେ ଠିକ୍ ଅଛେ, ଆଉ ସେଥିରେ ହିଁ ଆମର ସର୍ବଶ୍ରେଷ୍ଠ ଚେଷ୍ଟା ଜାରି ରଖିବା। କାହାଣୀରୁ ଯଦି କିଛି ଶିଖିବାକୁ ମିଳିଲା ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବା ସହିତ ଚ୍ୟାନେଲକୁ ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପୁଣି ଦେଖାହେବ ଆଉ ଏକ ନୂଆ ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।